ଦର୍ଶକ ବନ୍ଧୁ, ଆଜି ମୁଁ ସେଇ ବିଷୟରେ କହିବାକୁ ଯାଉଛି। ଯେଉଁ ପୁରୁଷ ସର୍ବଦା ଦୁଃଖୀ ହୋଇଥାଏ, ଦରିଦ୍ର ରହିଥାଏ, ଅସୁଖୀ ହୁଏ, ସେ କାହିଁକି ହୁଏ? ସେ ପୁରୁଷ କେଉଁ ଲକ୍ଷଣ ଥିଲେ ସେ ପୁରୁଷ ଦରିଦ୍ରତା ଲାଭ କରେ, ସେ ବିଷୟରେ ମୁଁ କହିବାକୁ ଯାଉଛି। ଯେଉଁ ପୁରୁଷଙ୍କର କର ଚରଣ ତଳ ବିରୂପ ଏବଂ କୁଲା ପରି ହେଇଥାଏ, ସେଇ ବ୍ୟକ୍ତି ଦରିଦ୍ର ହୋଇ କାଳ ଅତିବାହିତ କରେ, ଏଥିରେ ସନ୍ଦେହ ନାହିଁ। ଯାହାର ଉଦର ମତ୍ସ୍ୟ ପରି ହେଇଥାଏ, ସେ ଦରିଦ୍ର ହେଇଥାଏ। ଯେଉଁ ବ୍ୟକ୍ତିର ବସ୍ତି ଅର୍ଥାତ୍ ନାଭିର ନିମ୍ନ ଦେଶ ବିସ୍ତୀର୍ଣ୍ଣ, କୋମଳ ଓ କୁଞ୍ଚିତ ଉନ୍ନତ ଏବଂ ଯେଉଁ ବ୍ୟକ୍ତିର ବସ୍ତି ଲୋମଶ ଶିରାବ୍ୟକ୍ତ ରେଖାଙ୍କିତ, ତାହାକୁ କୁଳନାଶକାରୀ ଅଜ୍ଞାନ ବୋଲି କହିବା। ଯେଉଁ ବ୍ୟକ୍ତିର କଟି ମର୍କଟ କଟି ପରି, ସେ ନିର୍ଧନୀ ଏବଂ ଦରିଦ୍ର ହେଇଥାଏ। ଯେଉଁ ବ୍ୟକ୍ତିର ଉଦର ଲୋମଯୁକ୍ତ, କୋମଳ ସଦୃଶ ଓ ଦକ୍ଷିଣାବର୍ତ୍ତ, ସେ ରାଜପ୍ରାପ୍ତ ହୁଏ। କିନ୍ତୁ ଯାହାର ଉଦରସ୍ଥ ଲୋମ ଅତ୍ୟନ୍ତ କର୍କଶ, କୁତ୍ସିତ ଓ ବାମବର୍ତ୍ତ, ସେ ପରର ଦାସ ହେଇଥାଏ ଏବଂ ଦରିଦ୍ର ହେଇ କାଳଯାପନ କରିଥାଏ। ମାଙ୍କଡ଼ ହାତ ପରି ଯାହାର ହାତ, ସେ ଦରିଦ୍ର ହେଇଥାଏ। ବାଘ ହାତ ପରି ଯାହାର ହାତ, ସେ ବଳବାନ ହେଇଥାଏ। ଏବଂ ଯେଉଁ ବ୍ୟକ୍ତିର ହାତ ମାଂସ କୃଷ୍ଣବର୍ଣ୍ଣ ହେଇଥାଏ, ସେ ଚୋର ହୁଏ, ଏଥିରେ ସନ୍ଦେହ ନାହିଁ। ଯାହାର ମଣିବନ୍ଧ ଚାଳନାରେ ଶବ୍ଦ ହୁଏ ଓ ହସ୍ତ ବିଭିନ୍ନ ଚିହ୍ନଯୁକ୍ତ ହୁଏ, ସେ ଦରିଦ୍ର ହେଇଥାଏ। ଯାହାର କରତଳ ଖାଲୁଆ ହେଇଥାଏ, ସେ ପିତୃଧନକୁ ନଷ୍ଟ କରିଥାଏ। ଯାହାର ହସ୍ତ ଏବଂ ହସ୍ତର ପାପୁଲି ହଳଦିଆ ବର୍ଣ୍ଣ ଦେଖାଗଲେ, ସେ ପର ଦାର ବା ପର ସ୍ତ୍ରୀ ରତ ହେଇଥାଏ। ବୃକ୍ଷ ଅର୍ଥାତ୍ କଠିନ ବା ଖର ସ୍ପର୍ଶ ହେଲେ ମନୁଷ୍ୟ ମଧ୍ୟ ଦରିଦ୍ର ହେଇଥାଏ। ଯାହାର ନଖ ସବୁ ଚକ୍ଷୁ ପରି ହାଲକା, ସେ ନପୁଂସକ। ଓ ଯାହାର ନଖ ସବୁ ବଙ୍କା ଫଟା ଏବଂ ଅସୁନ୍ଦର, ସେ ବ୍ୟକ୍ତି ଦରିଦ୍ର ହୁଏ। ପୁଣି ଯେଉଁମାନଙ୍କର ନଖପନ୍ତି ନୀଳିଆ ଦେଖାଯାଏ, ସେମାନେ ପରର ସବୁବେଳେ ନିନ୍ଦା କରିଥାନ୍ତି। ଯେଉଁ ପୁରୁଷ ମୁଖ ଶ୍ୟାମଳ ବର୍ଣ୍ଣ ଓ କଠିନ, ସେ ଦରିଦ୍ର ହେଇଥାଏ। ଏବଂ ଯାହାର ମୁଖ ମଳିନ ଶ୍ୟାମଳ ବର୍ଣ୍ଣ ହେଇଥାଏ, ସେ ସର୍ବଦା ଦୁଃଖ ଭୋଗ କରେ। ଯାହାର ମୁଖ ଲମ୍ବା, ସେ ଦରିଦ୍ର ଭୋଗ କରିଥାଏ।